ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଏବେ ଗୋଟେ ମୋର ଭିଡ଼ିଓ ଇଂଲିଶରେ ବହୁତ ଭାଇରାଲ ହେଇଛି, ତ ସେଟାକୁ ମୁଁ ଭାବିଲି ଓଡ଼ିଆରେ ବି ଟିକେ ଟ୍ରାନ୍ସଲେଟ୍ କରି କହିଦେବି। ଯଦିଓ ଯେଉଁମାନେ ସେ ଇଂଲିଶ ଭିଡ଼ିଓଟାକୁ ଦେଖିଛନ୍ତି ସେମାନଙ୍କ ପାଇଁ ଏ ଭିଡ଼ିଓଟା ପ୍ରଯୁଜ୍ୟ ନୁହେଁ, କିନ୍ତୁ କିଛି ରିକ୍ୱେଷ୍ଟ ଆସିଲା ମୋ ପାଖକୁ ଯେ ସାର୍ ସେଇଟା ବି ଟିକେ ଆପଣ ଓଡ଼ିଆରେ କରିଦିଅନ୍ତୁ, କାରଣ ସେଇଟା 7,000 ଉପରେ ଭ୍ୟୁଜ୍ ଆସିଗଲାଣି। ତ ମୁଁ ସେଇଟା ଓଡ଼ିଆରେ ସେଥିପାଇଁ କରୁଛି। ସବୁବେଳେ ଆପଣଙ୍କୁ ଆଗ ଭଳିଆ ଅନୁରୋଧ କରୁଛି ଯେ ହିନ୍ଦୀ, ଇଂଲିଶ ଆଉ ଓଡ଼ିଆ ଏ ତିନିଟା ବୁଝନ୍ତୁ, ପଢ଼ନ୍ତୁ। ନ କହିପାରିଲେ ନାହିଁ, କିନ୍ତୁ ପଢ଼ନ୍ତୁ ଆଉ ଶୁଣନ୍ତୁ। ଯଦି ଲେଖିପାରୁଛନ୍ତି ତାହେଲେ ବି ଅତି ଉତ୍ତମ। ଜଣେ ଲୋକ ସେ ବାହାରେ ରୁହନ୍ତି, ବାହାରେ ମାନେ ନେଦରଲ୍ୟାଣ୍ଡ ବୋଧେ। ସେ ହିନ୍ଦୁ ଆଷ୍ଟ୍ରୋଲୋଜି ଉପରେ ତାଙ୍କର ଭଲ ଡେପ୍ଥ ଅଛି। ସିଏ ମୋର ଗୋଟେ ଭିଡ଼ିଓ ଦେଖିଥିଲେ, କେଉଁ ଭିଡ଼ିଓ ମୁଁ ତ ଜାଣିନି, ଦେଖି ସେ ଗୋଟେ ପ୍ରଶ୍ନଟି ପଚାରିଥିଲେ ଯେ ସାର୍ ଏମିତି କିଛି ଜିନିଷ ଅଛି କି ଯେଉଁଦ୍ୱାରା କି କହିପାରିବି ଯେ ମୁଁ ଏଇ ଲୋକ ଟିକେ ବାହା ହେବି। ଆମେ ଯେମିତି କହୁଛନ୍ତି ଯେ ଆପଣ ଘରର ଏଇ ଦିଗରେ ଯିବେ, ଯଦିଓ ମୁଁ ସେମିତି କିଛି ପ୍ରେଡ଼ିକ୍ସନ୍ କେବେ କରେ ନା, ସେଗୁଡ଼ା ସବୁ ଆଗୁଆ କରିଦେଲେ ଗୋଟେ ଲୋକଟେ ତାର ଆଗୁଆ ଭାବି ନେବ ଯେ ହଁ ମୁଁ ମୋତେ ଏଇଠି ମ୍ୟାରେଜ୍ କରିବି। ସେମିତି ଦରକାର ନାହିଁ କିଛି। ଆପଣ ପ୍ରଥମ ଜିନିଷ ଦେଖିବେ ଯେ ବିବାହଟା ଚାଲିବ ନା ନାହିଁ। ଆଜିକା ଦିନରେ ଆପଣଙ୍କର ଡିଭୋର୍ସ ବରଂ 6 ବର୍ଷ ଚାଲୁଛି, କିନ୍ତୁ ବିବାହର 6 ମାସ ଚାଲୁ ନାହିଁ। ତେଣୁ ବିବାହଟା ଚାଲିବ କି ନାହିଁ ସେଇଟା ମ୍ୟାଚ୍ କରିକି ସପ୍ତମ ଭାବ ଏଗୁଡ଼ା ସବୁ ପ୍ରଥମ ଏବଂ ଚତୁର୍ଥ ଭାବ ଦେଖିକି ପ୍ରେଡ଼ିକ୍ସନ୍ କରିବେ। କିନ୍ତୁ ଆମେ ଯେମିତି କହୁଥିଲେ ଯେ ସ୍ତ୍ରୀ ଦେଖିବାକୁ କେମିତି ହେବ, ତା'ର ଗୁଣ କେମିତି ହେବ, ଏସବୁ ଜିନିଷ ଯଦିଓ କିଛି ମାତ୍ରାରେ କହିହେବ, କିନ୍ତୁ ଗୋଟେ କଳ୍ପନା ଜନିତ ଗୋଟେ ପରିସ୍ଥିତି ନେଇକି ଚାଲନ୍ତୁ, ଯେଉଁଠିକି ଆପଣ ଦେଖିଲେ ଯେ ଗୋଟେ ଝିଅଟିଏ ସେ 3ଟା ପୁଅଙ୍କୁ ଭଲ ପାଉଛି। ସେଇଟା ଠିକ୍ କି ଭୁଲ ମୁଁ ଜାଣିନି, ବଟ୍ ଭଲ ପାଉଛି। ତାର 3ଟା ପୁଅ ତା ସାଙ୍ଗ। ସେ ସେଥିରେ ମୋତେ ପ୍ରଶ୍ନ କଲା ଯେ ସାର୍ ଏ 3 ଜଣ X, Y ଆଉ Z ଏମାନଙ୍କ ଭିତରୁ ମୁଁ ବାହା କାହାକୁ ହେବି, ଜାତକଟେ ଦେଖିକି କହିଲେ। ତ ଏଇଟା ଥିଲା ମୋର ସେଇ ସନ୍ଦର୍ଭରେ ଭିଡ଼ିଓ, ଯେଉଁଟାକି ବହୁତ ଭାଇରାଲ ହେଇଥିଲା। ସେଥିରେ କିଛି ମୁଁ ନୂଆ ଟେକ୍ନିକ୍ ସେଥିରେ କହିଥିଲି, ସେଇଟା ମୁଁ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛି। ଦେଖନ୍ତୁ, ବିବାହ ହଉ, ଯେକୌଣସି କିମ୍ବା ସନ୍ତାନ ସନ୍ତତି ହୁଅନ୍ତୁ, ଯେକୌଣସି ଜିନିଷ ଆପଣ ପାର୍ଟନରସିପ୍ରେ କରୁଛନ୍ତି ସେଇଟା ସବୁବେଳେ 2ଟି ଜାତକ ଦରକାର। ତ ସେଇଭଳିଆ ଏଠି ବି ଆପଣଙ୍କର 2ଟା ଜାତକ ହିଁ ଦରକାର। ଭାବି ନିଅନ୍ତୁ ସେ 3ଟା ପିଲାଙ୍କର ଜାତକ ବି ଅଛି। ତ ଆପଣ କ'ଣ କରିବେ ନା ସେ ଜାତକ, ଯେଉଁ ଝିଅର ଯେଉଁ ଜାତକ ଅଛି, ପୁଅର ଜାତକ ଆଣିବେ। ଝିଅର ଏଠି ଗୋଟେ ଜାତକ ରହିଲା, ପୁଅର ଏଠି 3ଟା ଜାତକ ଅଛି। ଆପଣ ଦେଖିବେ ଯେ ଝିଅର କେଉଁ ଭାବ ଗୁଡ଼ା ସେ ପୁଅର କେଉଁ ଭାବ ହେଉଛି। ଯଦି ଝିଅର ସପ୍ତମ ଭାବଟା ଗୋଟେ ପୁଅର ଲଗ୍ନ ହୋଇଗଲା, କିମ୍ବା ଗୋଟେ ପୁଅର ପଞ୍ଚମ ଭାବ ହୋଇଗଲା, କାରଣ ଯେତେ ଭଲ ପାଉଛି ବୋଲି କହୁଛି, ତାହେଲେ ସେଠି ମ୍ୟାରେଜ୍ ହେବାର ଚାନ୍ସ ଅଧିକ। ଯଦି ଆପଣ ଦେଖିଲେ ଝିଅର ରାଶିଟା ପୁଅର ଲଗ୍ନ ହୋଇଗଲା, ସେଠି ମ୍ୟାରେଜ୍ ହେବାର ଚାନ୍ସ ରହିଛି। ପୁଅର ସପ୍ତମ ଭାବ ଯଦି ହେଇଗଲା, ତାହେଲେ ସେଠି ମ୍ୟାରେଜ୍ ହେବାର ଚାନ୍ସ ରହିଛି। କିନ୍ତୁ ଯଦି ଏମିତି କିଛି ଯୋଗ ସୃଷ୍ଟି ହେଉନି, ମନେକର 3ଟା ଜାତକ ଭିତରୁ ଗୋଟେ ଜାତକ ଦେଖାଉଛି ଯେ ଏଟାକୁ ବହୁତ ଦିନ ତଳେ କାପିଏଲ୍ ରାଜ କହିଥିଲେ ଯେ ଟେକ୍ନିକ୍ ଅଫ୍ ସୁପର ଇମ୍ପୋଜିସନ୍। ତ ଏଇଠି ଗୋଟେ ମିଟିଂରେ ମୋର ତାଙ୍କ ସହିତ ଦେଖା ହେଇଥିଲା, ତ ମୁଁ ତାଙ୍କୁ ସେ ବିଷୟ ସନ୍ଦର୍ଭରେ କିଛି ପଚାରିନଥିଲି, କିନ୍ତୁ ଯଦିଓ ସେ ସୁପର ଇମ୍ପୋଜିସନ୍ ଉପରେ ବିଶେଷ କିଛି କହିନଥିଲେ, ସେ କହିଲେ ଇଟ୍ ଇଜ୍ ଆନ୍ ଇନୋଭେଟିଭ୍ ଟେକ୍ନିକ୍। ତ ଯେତେବେଳେ ଆପଣ ଗୋଟେ ଜାତକକୁ ଆଉ ଗୋଟେ ଜାତକ ପ୍ଲେସ୍ କରିକି ଦେଖୁଛନ୍ତି ଯେ ଆପଣଙ୍କର କେଉଁ ଭାବଟା ସେ ଝିଅର କେଉଁ ଭାବ ହେଉଛି, କିମ୍ବା ଝିଅର କେଉଁ ଭାବଟା ସେ ପୁଅର କେଉଁ ଭାବ ହେଉଛି। ଆପଣଙ୍କର ସପ୍ତମ ଭାବଟା ସେ ଝିଅ ପାଇଁ ଷଷ୍ଠ ଭାବ କି ଅଷ୍ଟମ ଭାବ ନୁହେଁ ତ, ଆପଣଙ୍କର ଲଗ୍ନଟା ସେ ଝିଅ ପାଇଁ ଦ୍ୱାଦଶ ଭାବ ନୁହେଁ ତ। ତ ଆପଣ ଏଇ 3ଟା ଜାତକ ଉପରେ ସେ ଝିଅର ଜାତକଟାକୁ ସୁପର ଇମ୍ପୋଜ ଦେଖିଦେଲେ ଝିଅର କେଉଁ ଭାବଟା ପୁଅର କେଉଁ ଭାବ ସହିତ
मेल खाऊँच ताको मेल कोइनसाइड कहूली मेल खाऊँच जे कोटा कौन हो जोटा भल मिसुथिबो ସେଇଠି ଆପଣଙ୍କର ଚାନ୍ସ ଅଛି ଯେ ସେ ପିଲାଟା ସେଇ ଜାଗାରେ ମ୍ୟାରେଜ୍ କରିବ। ଯଦି ପୁଅର ଲଗ୍ନଟା ଝିଅର ସପ୍ତମ ଭାବ ହେଉଥିବ କିମ୍ବା ଝିଅର ସପ୍ତମ ଭାବଟା ପୁଅର ଲଗ୍ନ ହେଉଥିବ ଏଇଭଳିଆ ଗୋଟେ ଭଲ ମେଳକ ଯେଉଁଠି ହେଉଛି ସେଇଠି ଆପଣଙ୍କର ବିବାହ ହେବାର ଚାନ୍ସେସ୍ ଅଧିକ ରହିଛି ବୋଲି ଆମେ କହିବା। ତ ଏ ବିବାହଟା ଆଗକୁ ଯିବ କି ନାହିଁ ସେଇଟା 2 ଜଣଙ୍କ ଜାତକରୁ ଆପଣ ଦେଖିବେ। ଯାହାର ଷଷ୍ଠ ଭାବର ଅଧିପତି ବହୁତ ଷ୍ଟ୍ରଙ୍ଗ ତାର ବି ଷଷ୍ଠ ଭାବର ଅଧିପତି ବହୁତ ଷ୍ଟ୍ରଙ୍ଗ ତାହେଲେ ଅସୁବିଧା। ମନେ ରଖିଥାନ୍ତୁ ଆପଣ ଗୋଟେ ସକ୍ସେସଫୁଲ୍ ଲଭ୍ ଆଫେୟାରଟା ସବୁବେଳେ ସକ୍ସେସଫୁଲ୍ ମ୍ୟାରେଜ୍ ହେବନି କାରଣ ଲଭ୍ଟା ଆମେ ପଞ୍ଚମ ଭାବରୁ ଦେଖିଲେ ଆଉ ବିବାହଟା ଆମେ ସପ୍ତମ ଭାବରୁ ଦେଖିଲେ। ତ ସପ୍ତମଟା 5, 6, 7 ପଞ୍ଚମରୁ ଥାର୍ଡ଼ ଭଲ ପାଇବାଟାର କଷ୍ଟଟା ଆପଣ ମ୍ୟାରେଜରୁ ପାଇବେ। ଥାର୍ଡ଼ ହେଲା ତାର ପରାକ୍ରମ। ତେଣୁ ସେ ଭଲ ପାଉଛି ସେଠି ପଞ୍ଚମ ଭାବର ସହିତ ଆପଣ ସପ୍ତମ ଭାବ ମଧ୍ୟ ଦେଖିବେ କାରଣ ଆଜିକା ଡେଟ୍ରେ ରିଲେସନସିପ୍ ଗୁଡ଼ା ବହୁତ ଦିନ କଣ୍ଟିନ୍ୟୁ କରୁଛି। ମୋତେ ଜଣେ କହିଲେ ଯେ ନା ସେ ତ ଭଲ ପାଉଛି ଆପଣ ପଞ୍ଚମ ଭାବ କାହିଁକି ଦେଖୁନାହାନ୍ତି କାରଣ ଆଜିକା ଡେଟ୍ରେ ରିଲେସନସିପ୍ ବୋଧେ 5 ବର୍ଷ କଣ୍ଟିନ୍ୟୁ କରିଯାଉଛି ଏଇ ଯେଉଁ ଆପଣ ଭଲ ପାଇବା ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ କନସେପ୍ଟ କିନ୍ତୁ ବିବାହଟା 5 ମାସ ଚାଲୁନାହିଁ। ତେଣୁ ରିଲେସନସିପ୍ଟା ଜାଗାରେ ବି ଆପଣ ସେଠି ସପ୍ତମ ଭାବ ଦେଖିବାକୁ ପଡ଼ିବ। ତେଣୁ ଯଦି ସେ ଝିଅ ପଚାରୁଛି ଯେ ଆ ସାଙ୍ଗରେ କାହାର ମୋର ରିଲେସନସିପ୍ ଅଧିକ ଦିନ ଚାଲିବ ସେମ୍ ପ୍ରିନ୍ସିପଲ୍ ସପ୍ତମ ଭାବ। ଏତଦ୍ ବ୍ୟତୀତ ଯେଉଁଟା ଗୋଟେ ବିବାହର କାରକ 2ଟି ଗ୍ରହ ଗୋଟେ ହେଲା ଶୁକ୍ର ଆଉ ଗୋଟେ ହେଲା ଚନ୍ଦ୍ର ଦେଖିବେ ଯେ ଶୁକ୍ର ଯେଉଁ ଭାବରେ ଅଛି ପୁଅର କିମ୍ବା ଝିଅର ସେଇ ଭାବରୁ ପୁଅର ଶୁକ୍ରଟା କେଉଁଠି ଅଛି ପୁଣି ଝିଅର ଯେଉଁଠି ଚନ୍ଦ୍ର ଅଛି ସେଇ ଭାବରୁ ପୁଅର ଚନ୍ଦ୍ରଟା କେଉଁଠି ଅଛି ରାଶି ଶୁକ୍ର ରାଶି ଚନ୍ଦ୍ର ରାଶି ରାଶି ହେଲା ଗୋଟେ ଜେନେରାଲ କନସେପ୍ଟ। ଚନ୍ଦ୍ର ଯେଉଁଠି ବସିଯାଆନ୍ତି ସେଇଟା ରାଶି ନୁହେଁ। ବଚକ୍ରରେ 12ଟି ରାଶି ଅଛି ଚନ୍ଦ୍ର ଯେଉଁଠି ବସିଲା ସେଇଟା ଚନ୍ଦ୍ର ରାଶି କୁହାଗଲା ସୂର୍ଯ୍ୟ ଯେଉଁଠି ବସିଲା ସେଇଟା ସୂର୍ଯ୍ୟ ରାଶି କୁହାଗଲା ଏବଂ ଶୁକ୍ର ଯେଉଁଠି ବସିଲା ଶୁକ୍ର ରାଶି ଶୁକ୍ର ରାଶି ଆଉ ଚନ୍ଦ୍ର ରାଶିକୁ ମେଳକ କରିବେ ତାପରେ ଆପଣ ଜାଣିପାରିବେ ଗୋଟେ ଆଇଡ଼ିଆ ଆପଣଙ୍କର ଆସିଯିବ ଯେ ଇଏ ଯଦି ଆଙ୍କ ଭିତରୁ ଏଇ ପିଲାଟିକୁ ବାହା ହେବାର ଅଧିକ ଚାନ୍ସ ଅଛି କାରଣ ଆର ଲଗ୍ନ ଅଧିପତି ଆର ସପ୍ତମ ଅଧିପତି ସହିତ କିଛି ଗୋଟେ ଯୋଗ ସୃଷ୍ଟି କରୁଛି ଅଧିକ ଚାନ୍ସ ରହିଛି। ତେବେ ସେ 2 ଜଣଙ୍କର ବୈବାହିକ ଜୀବନ କେମିତି କଟିବ ସେଇଟା ଜାଣିବା ପାଇଁ ଆପଣ ନବାଂଶକୁ ଦେଖିବେ। ନବାଂଶ କୁଣ୍ଡଳୀରେ ଯଦି ସପ୍ତମ ଅଧିପତି ଷଷ୍ଠ ଅଷ୍ଟମ କିମ୍ବା ଦ୍ୱାଦଶରେ ବସିଥାଏ ନବାଂଶ କୁଣ୍ଡଳୀଟାକୁ ଗୋଟେ କୁଣ୍ଡଳୀ ହିସାବରେ ନେଇଯିବେ ସେଠି ଆଉ ଆପଣ ଦେଖିବେନି ଯେ ଲଗ୍ନର ଅଧିପତି ସପ୍ତମ ନବାଂଶକୁ ନା ନବାଂଶ କୁଣ୍ଡଳୀଟାକୁ ଗୋଟେ କୁଣ୍ଡଳୀ ହିସାବରେ ନେଇଯିବେ। ମୁଁ ଆପଣ ଯେଉଁ ଜିନିଷଟା କହୁଛି ওটা ସବୁ ରିସେଣ୍ଟ ଡେଭଲପମେଣ୍ଟ ଆଷ୍ଟ୍ରୋଲୋଜିର ବିଭିନ୍ନ ମ୍ୟାଗାଜିନ୍ରେ ଗୁଡ଼ା ବାହାରୁଛି। ତ ନବାଂଶ କୁଣ୍ଡଳୀରେ ଯଦି ସପ୍ତମ ଅଧିପତି ଷଷ୍ଠ ଅଷ୍ଟମ କିମ୍ବା ଦ୍ୱାଦଶ ଏଇ 3ଟା ଜାଗାରେ ବସିଛି ତାହେଲେ ସେ ମ୍ୟାରେଜ୍ ଚାଲିବା କଷ୍ଟ। ସେ ସପ୍ତମ ଅଧିପତି ଯେଉଁଠି ବି ଥାଉ ତେଣୁ ଯଦି ଆପଣ ଷଷ୍ଠ ଅଷ୍ଟମ ବେସିକାଲି ମୁଁ କହିବି ଷଷ୍ଠ ଆଉ ଦ୍ୱାଦଶ ଅଷ୍ଟମଟାକୁ ଛାଡ଼ି ଦିଅନ୍ତୁ। ଅଷ୍ଟମଟା ଯଦି ରହିଲା ତାହେଲେ ଆମେ କହିବା ଯେ ଗୋଟେ ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର ଏସବୁ କିଛି ହେଇଥାଇପାରେ ଏବଂ ଷଷ୍ଠରେ ଆପଣଙ୍କର କନଫ୍ଲିକ୍ଟ ଦ୍ୱାଦଶରେ ଆପଣଙ୍କ ଭିତରେ ସେପାରେସନ୍ ଆସିଯିବ। ଦ୍ୱାଦଶ ଘର ବହୁତ ଷ୍ଟ୍ରଙ୍ଗ ଅଛି ତାହେଲେ ଆପଣ ସେପାରେଟ୍ ହେଇକି ବହୁତ ଦିନ ରହିଯିବେ। ଷଷ୍ଠ ଘର ବହୁତ ଷ୍ଟ୍ରଙ୍ଗ ଅଛି ଆପଣ ଲିଗାଲ ଇସ୍ୟୁରେ ବହୁତ ଦିନ ପଶିଯିବେ। ତ ସେ ଯାହା ବି ହେଉ ଏଟା ଦେଖିକି ଆପଣ ବିବାହ କରି ଚାଲିବ କି ନାହିଁ କହିପାରିବେ କିନ୍ତୁ ସେ ଝିଅ କାହାକୁ ମ୍ୟାରେଜ୍ କରିବ ସେଇଟା ନିଶ୍ଚିତ ରୂପେ ଆପଣ ଏ 2 ଜଣଙ୍କର କୁଣ୍ଡଳୀ ପରସ୍ପରକୁ ମ୍ୟାଚ୍ କରି କହିପାରିବେ ଏ କୁଣ୍ଡଳୀ କେଉଁଠି ଏ କୁଣ୍ଡଳୀ କେଉଁଠି କେଉଁଟା କେଉଁଠି ସେତିକି ସରିଗଲା ପରେ ଆପଣ ଜାଣିଲେ ଯେ ନା ଏଇ ଝିଅ ଆକୁ ମ୍ୟାରେଜ୍ କରିବ ତାପରେ ଆପଣ ମ୍ୟାଚିଂ କରିବେ ତାପରେ ଆପଣ ଦେଖିବେ ତା ବିବାହରେ ଚାଲିବ କି ନାହିଁ ଯଦି ଆପଣ ଦେଖିଲେ ଚାଲିବ ତାପରେ ମ୍ୟାଚିଂକୁ ଯିବେ। ତାପରେ ପରେ ଗୋଟେ କେବେ ଏଇ ଭିଡ଼ିଓ ଏଇ ସନ୍ଦର୍ଭରେ ଭିଡ଼ିଓ କରିବା ଯେ ସାର୍ ଭଲ ପାଇବାରେ ତ ମୁଁ ରହିଗଲି 5 ବର୍ଷ କିନ୍ତୁ ବିବାହ କଲାବେଳକୁ ଭାଙ୍ଗିଗଲା କାହିଁକି। ତେବେ
এইଭଳିଆ ଆମେ ଜାଣିପାରିବା ଯେ ଆପଣ ଯଦି ଆପଣ 3 ଜଣଙ୍କ ସାଙ୍ଗରେ ମିଶୁଛନ୍ତି ଆପଣ କାହା ସାଙ୍ଗରେ ମ୍ୟାରେଜ୍ କରିପାରିବେ। ସେଥିପାଇଁ ତାଙ୍କ ଜାତକ ଆବଶ୍ୟକ। କେବେ ବି ଗୋଟିଏ ଜାତକରୁ ପ୍ରେଡିକ୍ସନ୍ କରିବେ ନାହିଁ। ସେ ସନ୍ତାନ ଏଇଠି ଗୋଟେ ଇନଷ୍ଟିଚ୍ୟୁଟ୍ ଅଛି ଯେଉଁଠି ଏବେ ବି ଅଛି ଆମ ରସୁଲଗଡ଼ ପାଖରେ। ମୁଁ ଯେତେବେଳେ 2019 ମସିହାରେ ଜ୍ୟୋତିଷ ପ୍ରଥମେ ପଢ଼ିବାକୁ ବସିଲି ମୁଁ କହିଲି ଆରେ ଭୟଙ୍କର ବିଦ୍ୟା ମୋ ଭଳିଆ ମୂର୍ଖତା ପାରିବ ନାହିଁ। ମୁଁ ସେ ଇନଷ୍ଟିଚ୍ୟୁଟ୍ର ଦ୍ୱାରସ୍ଥ ହେଇଥିଲି। ସେଠି ଯେତେବେଳେ ମୁଁ ଯାଇଥିଲି ସେଠି ଯିଏ ବିଜ୍ଞ ଜ୍ୟୋତିଷ ଥିଲେ ସେ ଗୋଟେ ଜାତକ ଦେଖି ଗୋଟେ ଲୋକକୁ କହିଦେଲେ ଯେ ଆପଣଙ୍କର ତ ଝିଅ ଆଉ। ସେ କହିଲା ମୋର ବିଲକୁଲ ଝିଅ ନାହିଁ। ଦେଖିଲା ବେଳକୁ ତାର ଆକ୍ଚୁଆଲି 2ଟି ପୁଅ। ତା କାରଣ ହେଲା ସେ ଗୋଟିଏ ଲୋକର ଜାତକରେ ପଞ୍ଚମ ଭାବରେ ବସିଥିବା ଶୁକ୍ର ଯିଏକି ଷଡ଼ବଳରେ ବି ଷ୍ଟ୍ରଙ୍ଗ ନାହିଁ, ଯିଏକି ଦୃଷ୍ଟି ପାଉଛି ମଙ୍ଗଳଙ୍କର, ସିଏ ତାକୁ କହିଦେଲେ ଯେଉଁ ତାର ସ୍ତ୍ରୀର ଜାତକରେ ଶିବ ଶୁକ୍ର ଦୃଷ୍ଟି ପାଉଛି ଶନିଙ୍କର ସ୍ତ୍ରୀ ଜାତକରେ ମଙ୍ଗଳ ପଞ୍ଚମରେ ବସିକି ଷଡ଼ବଳି ହେଇକି ସେଠି ପୁଣି ବୃହସ୍ପତି ସାଙ୍ଗରେ ବସୁଛି। ତେଣୁ ତାଙ୍କର 2ଟା ପୁଅ। ତେଣୁ ଯେତେବେଳେ ସନ୍ତାନ ଦେଖିବେ ସେ ଜାଗାରେ 2 ଜଣଙ୍କ ଜାତକ ଦେଖିବେ। ଯେତେବେଳେ ଦେଖିବେ ଆପଣ ସେ ପିତୃଶ୍ରାପ ଦେଖିବେ 2 ଜଣଙ୍କ ଜାତକ ଦେଖିବେ। ବିବାହ ଯେତେବେଳେ ଆପଣ ହେଉଛି କି ନା ଦେଖିବେ 2 ଜଣ ଜାତକ ଦେଖିବେ। ଗୋଟେ ପିଲାର ଜାତକ ଯେତେ ବି ଭଲ ଥାଉ କିମ୍ବା ଯେତେ ବି ଖରାପ ଥାଉ ଆର ପାର୍ଟନରଟା ଯଦି ତାର ଭଲ ପଡ଼ିଗଲା ତାହେଲେ ସିଏ ଡେଫିନେଟଲି ଭଲ ଚାଲିବ। ଗୋଟେ ଆପଣଙ୍କର ଏଠି ଗୋଟେ ସ୍ୱତଃପ୍ରତ ପ୍ରଶ୍ନ ତାର ତ ବାହାଘର ଭାଙ୍ଗିବ ପାର୍ଟନର କେମିତି ଭଲ ପଡ଼ିବ? ନାହିଁ ଆଜ୍ଞା, ପଡ଼ିଯାଏ। ବେଳେବେଳେ ଆଶୀର୍ବାଦ ନିଜର କିଛି ଏ ଜନ୍ମର କର୍ମ ଅନୁସାରେ ପଡ଼ିଯାଏ। କିନ୍ତୁ ତଥାପି ଏଟା ବି ସତ ଯେ ଯଦି ବିବାହ ଭାଙ୍ଗିବାର ଗୋଟେ ଭୟଙ୍କର ଯୋଗ ଅଛି ସେ ଭାଙ୍ଗିଯିବ। କିନ୍ତୁ ସେମିତି କିଛି ନାହିଁ। ଆମର ତ 90% କ୍ଷେତ୍ରରେ ଆଭରେଜ ହିଁ ଚାଲେ। ଯଦି ଆପଣଙ୍କର 60% ଅଛି ଏବଂ ଝିଅର 70% ମ୍ୟାଚ୍ ହେଉଛି, ଭଲ ବାହାଘର କଣ୍ଡିସନ୍ ଅଛି, ତାହେଲେ ସେ ଜାଗାରେ ଆପଣ ବିବାହଟା ଚାଲିବ। ତେଣୁ ଏଇଟା ହିଁ ଗୋଟିଏ ମାର୍ଗ ଯେଉଁଥିରେ କି ଆପଣ ସେ ଝିଅ କୁହନ୍ତୁ କି ପୁଅ କୁହନ୍ତୁ ଯାହା ପାଖରେ 3ଟା ଅପସନ୍ ଅଛି। ଆଜିକା ଡେଟ୍ରେ ସବୁ ଆଲାଉ କରିଦେଇଗଲେଣି ବାପା ମା ମାନେ କି ଆପଣ ପୁରୁଷ ସାଙ୍ଗରେ ମିଶିପାରିବେ, ସ୍ତ୍ରୀ ସାଙ୍ଗରେ। କେଉଁଟାକି ମୁଁ କିଛି ବିଲିଟିଲ୍ କରୁନି, ମୁଁ କିଛି ଖରାପ କରୁନି। ଯେପର୍ଯ୍ୟନ୍ତ ଆପଣ ଗୋଟେ ସମ୍ପର୍କର ଠିକ୍ ଫାଇଦାରେ ଅଛନ୍ତି ବା ଠିକ୍ ତାର ଉପଯୋଗିତା ହେଉଛି ତ କିଛି ଅସୁବିଧା ନାହିଁ। କିନ୍ତୁ ସେ ଏଇ ପ୍ରଶ୍ନଟି ମୋ ପାଖକୁ ବହୁତ ଥର ଆସିଛି ଯେତେବେଳେ ମୁଁ ଆଷ୍ଟ୍ରୋଯୋଗୀରେ କନସଲଟାଣ୍ଟ ଥିଲି। ତାପରେ ଏଇ ନେଦରଲ୍ୟାଣ୍ଡରୁ ଏଇ ଯେଉଁ ଲେଡି ଜଣେ ଯେତେବେଳେ ମୋତେ ପଚାରିଲେ ମୁଁ କହିଲି ହିନ୍ଦୁ ଜ୍ୟୋତିଷରେ ଏମିତି କୌଣସି ବାଟ ନାହିଁ ଯେ ଆମେ ଜାଣିପାରିବା ଯେ ଆପଣ କାହାକୁ ବାହା ହେବେ। କେମିତି ଝିଅଟେ ହେଇଥିବ ସେଇ ସମାନ କଳା ହେଇଥିବ ଡେଙ୍ଗା ହେଇଥିବ ମୁଁ 3ଟା ଝିଅ ଠିଆ କରିଦେବି ଆପଣ କାହାକୁ ବାହା ହେବେ? ଘରର ଏଇ ଦିଗରେ ହେଇଥିବ ସେ ହଉ, ସେ ଘରର ଯେଉଁ ଦିଗ ଘରର ଝିଅ ଦେଖିବାକୁ କଳା ହେଇଥିବ ଡେଙ୍ଗା ହେଇଥିବ ଆଉ ଏମିତି ଆପଣ 15ଟା ପ୍ରପୋଜାଲ ଭିତରେ 3ଟା କଳା ଡେଙ୍ଗା ଝିଅ ବାହାରିବେ। ତେଣୁ ଆପଣ ଯଦି ଗୋଟେ ବେସିକାଲି ଏଇଟା ତ ଆରେଞ୍ଜ ମ୍ୟାରେଜ୍ କ୍ଷେତ୍ରରେ ପଳେଇଲା। ଯଦି ଗୋଟେ ଲଭ୍ ଇଏରେ ଅଛନ୍ତି ଏବଂ ଆପଣ 2ଟା ଜାଗାରେ କନଫ୍ୟୁଜ୍ ଅଛନ୍ତି ଯେ ମୁଁ କ'ଣ କରିବି, ତ ସେ ଜାଗାରେ ଆମେ ଏଇଭଳିଆ ସୁପର ଇମ୍ପୋଜିସନ୍ ଟେକ୍ନିକ୍, ସେଟା ସୁପର ଇମ୍ପୋଜିସନ୍ ତ ମୁଁ କହିବିନି, ଏଇଟା ଗୋଟେ କୋଇନସାଇଡ୍ ଟେକ୍ନିକ୍ ଯେ କେଉଁଟା ଭାବଟା କେଉଁଠିକି ଯାଉଛି କାରକ ଏସବୁ ଏତେ ଜିନିଷ କେଉଁ ସୁପର ଇମ୍ପୋଜିସନ୍ କହିବାଟା ଭୁଲ ହେବ। ଏଇସବୁ ଜିନିଷଟାକୁ ଦେଖିକି ଆମେ ଗୋଟେ ପ୍ରୋକ୍ସି ବା ଗୋଟେ ପ୍ରାୟତଃ ଗୋଟେ ପ୍ରେଡିକ୍ସନ୍ ଏମିତି କରିଦେଇପାରିବା। ଯଦିଓ ହିନ୍ଦୁ ଜ୍ୟୋତିଷରେ ଏମିତି କଥା କିଛି ନାହିଁ ଯେ ଆମେ କହିପାରିବା ଯେ ଏଇଠି ରହିଲା ଝିଅ ଚାର୍ଟ, ଏଇଠି ରହିଲା 5ଟା ପୁଅର ଚାର୍ଟ। ମୋତେ ବର୍ତ୍ତମାନ ଗ୍ୟାରେଣ୍ଟି ଦେଇକି କୁହନ୍ତୁ ଯେ ଏଇ ଝିଅଟା ଏଇଠି ବାହା ହେବ। ଆପଣ ଯେତେ ଟେକ୍ନିକ୍ ପକାଇଲେ ବି ସେମିତି ଆମର ଶାସ୍ତ୍ରରେ କେଉଁଠି ଲେଖାଯାଏ ନାହିଁ ଯେ ଏଇ ଜିନିଷ ହେଲେ ସେଟା ହେବ। ଯେଉଁ ଶାସ୍ତ୍ର ବର୍ତ୍ତମାନ ମାର୍କେଟରେ ଆଭେଲେବୁଲ୍ ଅଛି, କାହାର ଟ୍ରାଡ଼ିସନ୍ରେ ଯଦି ଥିବ ମୁଁ କହିପାରିବି ନାହିଁ। ତ ଏଇ ଭିଡ଼ିଓଟା ଯଦି ଆପଣ ପାରିବେ ଟିକେ ଇଂଲିଶରେ ଦେଖିବେ। ଇଂଲିଶରେ ମୁଁ ଅଧିକ ଟିକେ ଏଲାବୋରେଟ୍ କରି କହିଛେ। ଓଡ଼ିଆ ଭିଡ଼ିଓ ତ ବିଶେଷ ଲୋକ କେହି ଦେଖୁନାହାନ୍ତି, କାରଣ ଆମର ଏଠି ଓଡ଼ିଶାରେ ବିଶେଷତଃ ରାଶିଫଳରେ ଜ୍ୟୋତିଷଟା ରହିଯାଇଛି। ତାଠୁ ଆଗକୁ ଆଉ ଯିବାକୁ କେହି ଚାହୁଁନାହାନ୍ତି। ତେବେ ସେ ଯାହା ବି ହେଉନା କାହିଁକି ଏଇଟା ହେଲା ଗୋଟିଏ ମେଥଡ଼ ଯଦ୍ୱାରା କି ଆମେ ଜାଣିପାରିବା ଯେ କେଉଁ ପୁଅ ସାଙ୍ଗରେ ଆପଣ ମ୍ୟାରେଜ୍ କରିବେ। ଆପଣଙ୍କର ଯଦି କିଛି ଅଧିକ ମତାମତ ଥାଏ ତାହେଲେ ମୋତେ ଜଣାଇବେ। ଆପଣଙ୍କ ମଧ୍ୟରୁ କିଛି ଲୋକ ମୋତେ କନସଲଟେସନ୍ ପାଇଁ ହ୍ୱାଟ୍ସଆପ୍ କରୁଛନ୍ତି। ମୋର କନସଲଟେସନ୍ କେତେ ପଇସା ମୁଁ ନିଏ ଜାତକ ଦେଖିବା ପାଇଁ ମୋର ୱେବସାଇଟ୍ରେ ଆପଣଙ୍କୁ ମିଳିଯିବ।
ଆପଣ ଯଦି ଚାହିଁବେ ତାଠୁ ଅଧିକ ପଇସା ଦେଇପାରନ୍ତି ମୋତେ ସପୋର୍ଟ କରିବା ପାଇଁ। ମୁଁ ପାଉଛି ଅଲ୍ ଇଣ୍ଡିଆ ଲେବୁଲ୍ରେ ମୋତେ ଯେତିକି ମୋର କନସଲଟେସନ୍ ଫି ତାଠୁ କିଛି ଲୋକ ଅଧିକ ବି ଦେଉଛନ୍ତି ଜଷ୍ଟ ଟୁ ସପୋର୍ଟ ମି। ମୋର ଜ୍ଞାନଟାକୁ ଟିକେ ଅଧିକ। କିନ୍ତୁ এই ଯେଉଁ ହ୍ୱାଟ୍ସଆପ୍ କରିକି ସାର୍ ଆପଣ ଜାତକ ଟିକେ କମ୍ ପଇସାରେ ଦେଖିଦିଅନ୍ତୁ ଏମିତି କୌଣସି ପ୍ରକାର ରିକ୍ୱେଷ୍ଟ କରିବେ ନାହିଁ। ଏଗୁଡ଼ା ସବୁ ସମୟ ନଷ୍ଟ। ଆପଣ ପ୍ରସ୍ତୁତ ହୁଅନ୍ତୁ କିମ୍ବା ମୁଁ ବି ଚାହୁଁଛି ଆପଣଙ୍କର ଯେଉଁ ଜ୍ୟୋତିର୍ବିଦକୁ ଆପଣ ଆଫୋର୍ଡ଼ କରିପାରିବେ ଆପଣ ସେଠିକି ଯାଆନ୍ତୁ। କିନ୍ତୁ ମୁଁ ବାରମ୍ବାର ଇସ୍ୟୁଟି ଫେସ୍ କଲିଣି। ଏବେ ମୁଁ ଦେଖୁଛି ବହୁତ ଲୋକ ମୋତେ ଫୋନ୍ ଏଇ ଓଡ଼ିଶାରେ ଫୋନ୍ କରିକି ନାଇଁ ସାର୍ ଆମେ ଯିବୁ ଆପଣ ପଇସା ପତ୍ର ଯେକୌଣସି ଗୋଟେ ଭଲ ଜ୍ୟୋତିଷ କିମ୍ବା ଡାକ୍ତରଙ୍କୁ ସବୁବେଳେ ଭଲ ପଇସା ଦେବେ ଏବଂ ସେ ଟ୍ରିଟମେଣ୍ଟ ଡାକ୍ତର ପାଖକୁ ଗଲେ ତ ଆପଣ ଡେଫିନେଟଲି ପଇସା ଆଉ ମନା କରିବେନି ସେଠି ଲକ୍ଷ ଟଙ୍କା ଜାଗାରେ 2 ଲକ୍ଷ ଟଙ୍କା ଦେବେ ତ ଜ୍ୟୋତିଷଙ୍କୁ କାହିଁକି ନୁହେଁ। ଯଦିଓ ମୋତେ ଲାଗୁନି ମୁଁ ଯାହାଟା ପେମେଣ୍ଟ ନେଉଛି କିଛି ବହୁତ ଅଧିକ ନେଇଯାଉଛି କିନ୍ତୁ ସେ ସବୁଗୁଡ଼ା ୱେବସାଇଟ୍ରେ ଅଛି ଆପଣ ଦେଖିବେ ଯଦି ଆପଣଙ୍କୁ ଠିକ୍ ଲାଗିଲା ତାପରେ ଆପଣ ମୋତେ ପେମେଣ୍ଟ କରିକି କନସଲଟେସନ୍ ପାଇଁ ଆସିବେ। ଯଦି ନ ଲାଗିଲା ଦୟାକରି ଏଇ ଯେଉଁ ହ୍ୱାଟ୍ସଆପ୍ କରିକି ନେଗୋସିଏଟ୍ କରିବା ସାର୍ ଆପଣ ଟିକେ ଆଉ ମୁଁ ବି ଆପଣଙ୍କୁ କହି ରଖୁଛି ସେ ବାସ୍ତୁ ଘରିକା ମୁଁ ଦେଖେ ନାହିଁ। ମୋତେ ବାରମ୍ବାର ବାସ୍ତୁ ପାଇଁ ଆପଣ କଲ୍ ମୁଁ ଭାବିଲି ଏସବୁ ଜିନିଷ ଭିଡ଼ିଓରେ କହିଦେଲେ ଲୋକ ଜାଣିଯିବେ ବାସ୍ତୁ ପାଇଁ କଲ୍ କରିବା କାରଣ ଜ୍ୟୋତିଷ ବିଦ୍ୟା ବାସ୍ତୁବିଦ୍ୟା ସମ୍ପୂର୍ଣ୍ଣ ରୂପେ ଅଲଗା। ଯେଉଁମାନେ ବାସ୍ତୁବିଦ୍ ବୋଲି ନିଜକୁ କହୁଛନ୍ତି ଏବଂ ଜ୍ୟୋତିଷ ପ୍ରେଡିକ୍ସନ୍ କରୁଛନ୍ତି ମୁଁ ଭୁଲ ବୋଲି କହିବି ସେମାନଙ୍କୁ। ହୁଏତ 2ଟା ଜାଗାରେ ମାଷ୍ଟରୀ ହେଇଥାଇପାରେ ବଟ୍ ବହୁତ କମ୍। ତେବେ ସେ ଛାଡ଼ନ୍ତୁ ଆପଣଙ୍କର ଯଦି କୁଣ୍ଡଳୀ ଅଛି ତାହେଲେ ହିଁ ଆପଣ ମୋତେ ଯୋଗାଯୋଗ କରିବେ। ଯେତିକି ପେମେଣ୍ଟ ଦରକାର ସେତିକି କିମ୍ବା ତଦୁର୍ଦ୍ଧ୍ୱ ତାଠୁ ଅଧିକ ଦେଇକି ଆପଣ ଆପଏଣ୍ଟମେଣ୍ଟ ନେବେ। ନେଲା ପରେ ମୁଁ ଆପଣଙ୍କର କୁଣ୍ଡଳୀ ଦେଖିକି ଟେଲିଫୋନିକ୍ ହେଉ କିମ୍ବା ଆପଣ ମୋ ଘରକୁ ଆସିପାରନ୍ତୁ ଆମେ ସେଥିରେ ଆଗେଇ ପାରିବା। ଦୟାକରି ସବୁ ଜିନିଷ ୱେବସାଇଟ୍ରେ ମେନସନ୍ ଥିଲା ପରେ ବି ମୋତେ ହ୍ୱାଟ୍ସଆପ୍ କରିକି ବ୍ୟତିବ୍ୟସ୍ତ କରାନ୍ତୁ ନାହିଁ। ହଉ ସେ ତ ଛାଡ଼ନ୍ତୁ କିନ୍ତୁ ଆପଣଙ୍କର ଜ୍ଞାନ ସନ୍ଦର୍ଭରେ ଯଦି କିଛି ଆଇଡ଼ିଆ ଅଛି କମେଣ୍ଟ ସେକ୍ସନରେ ଲେଖିବେ। ତଦ୍ୱାରା ମୋ ଭଳିଆ ମହାମୂର୍ଖ ଏବଂ ମୋତେ ଦେଖୁଥିବା କିଛି ମହାମୂର୍ଖଙ୍କର ଜ୍ଞାନ ବର୍ଦ୍ଧନ ହେବ। ଆଜି ପାଇଁ ଏତିକି। ମହାଦେବ ଚାହିଁଲା ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।